କହିପାରିବ ଭାଉଜ ତମେ କେଉଁ ପ୍ରକାରର ମା? ଯଶୋଦା ମା ନା କୌଶଲ୍ୟା ମା ନା କୁନ୍ତି ନା ଗାନ୍ଧାରୀ? କୁହ ଭାଉଜ ତମେ କେଉଁ ପ୍ରକାରର ମା? ମା ମା ଡାକିଦେଲେ ଶିହରଣ ଖେଳିଯାଏ ମାଟିରୁ ଆକାଶ ଯାଏ। ଆଉ ମା ଥାଏ ଆମ ଚେତନାରେ, ଆଉ ମା ଥାଏ ଆମ ଅବଚେତନାରେ, ଆଉ ମା ଥାଏ ଏ ଶରୀରରେ ବହୁଥିବା ପ୍ରତ୍ୟେକ ରକ୍ତ ବିନ୍ଦୁରେ। ସୂର୍ଯ୍ୟ ସେ ହେଉଛି ମା। ଯେଉଁ ମା ଆମକୁ 10 ମାସ 10 ଦିନ ଗର୍ଭରେ ଧରି ଲାଳନ ପାଳନ କରେ, ଆମର ଛୋଟରୁ ବଡ଼ କରିବା ପାଇଁ ଅନ୍ୟ ଘରେ ଅଇଁଠା ବାସନ ମାଜେ, ଆମକୁ ଟିକେ ଜ୍ୱର ହେଲେ ଆମ ରାତି ରାତି ଅନିଦ୍ରା ହେଇ ଚେଇଁ ବସିଥାଏ, ସେ ହେଉଛି ମା। ହେଲେ ଭାଇ ମୁଁ ତ ବୁଝିପାରୁନି ଭାଉଜ ଆମର କେଉଁ ପ୍ରକାରର ମା? ମୋତେ ତ ଲାଗୁଛି ଏ ବୋଧେ ଦ୍ୱାପର ଯୁଗର ପୁତଣା ମା। नहीं बोलने नहीं तुम्हें कहा कहबार अच्छे मत मो सूर्य को किसी कहला तुम्हें मो सामने अधिक नाटक करने किसी आवश्यक ना। तुम भाई को समाधान कर दियो, यार केबे पुनरावृत्ति न हुए। जदि यार पुनरावृत्ति हुए ताहेले ए घरे को निया लगाई देबी निया। यू बनाई रंगीन दुनिया रंग प्रजापति। କାହିଁକି ଭାଇ କାହିଁକି ଏମିତି ଅନ୍ୟାୟ ଅତ୍ୟାଚାରକୁ ମୁଣ୍ଡବର୍ତ୍ତି ସହି ଯାଉଛନ୍ତି? ସହିବାକୁ ପଡ଼ିବ ରେ ସୂର୍ଯ୍ୟ। ସହିବାକୁ ପଡ଼ିବ। ଡାଳଟା ଭାଙ୍ଗିଗଲେ ମୂଳରେ ପଡ଼େ। ଆଉ ସବୁଠାରୁ ବେଶୀ ଯନ୍ତ୍ରଣା ମୂଳକୁ ହିଁ ଲାଗେ। ସେ ଯନ୍ତ୍ରଣା କାହାକୁ ଦେଖାଇ ହୁଏ, କାହାକୁ କହି ହୁଏ। ଏ କାଳ ସର୍ବଟାକୁ ଯେତେବେଳେ ଆଣି ବେକରେ ଧାରଣ କରିଛି, ଏ ଦଂଶନର ଚୋଟଟାକୁ ସହିବାକୁ ପଡ଼ିବ। ଆଉ ଦରକାର ପଡ଼ିଲେ ନୀଳକଣ୍ଠ ସାଜି ସବୁତକ ବିଷପାଠ କରିବାକୁ ପଡ଼ିବ। ଆଣ୍ଠୁଏ ପାଣି ତ ହେଲାନି ବାପା ହେ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ବିଚରା ଗରିବ ଲୋକଟା କହୁଛି ମୁଁ କଣ କରିବି ନା ଝିଅ, ତୋ ମା ପରା କଳମ ଶାଗ ଖାଇଛି। ଆଉ ଜାଣିଥିଲେ ସୂର୍ଯ୍ୟ, ଆମ ଭଳି ଗରିବ ଲୋକମାନଙ୍କ ପାଇଁ ଏ ପୋଖରୀ ଆଉ ସମାଧାନର ପଦ୍ମ ଫୁଲ। ସେଇ ସମାଧାନର ପଦ୍ମ ଫୁଲ କରିବାକୁ ନିରୀହ ଝିଅଟା ପୋଖରୀ ଭିତରକୁ ଯାଉଛି ରେ ସୂର୍ଯ୍ୟ। ହେଲେ ସେ ପଦ୍ମ ଫୁଲଟା ସେତେ ଘୁଞ୍ଚି ଘୁଞ୍ଚି ଯାଉଛି। ଶେଷରେ ଅବିଶ୍ୱାସୀ ହେଇ ସେ ଝିଅଟା ସେଇ ପୋଖରୀ ଭିତରେ ବୁଡ଼ି ମରି ଯାଉଛି ରେ ସୂର୍ଯ୍ୟ। ଆଉ ତାକୁ ବୁଡ଼ିଥିବାର ଦେଖି ସେଇ ପଦ୍ମ ଫୁଲଟା ଖିଲି ଖିଲି ହେଇ ଆସୁଛି। ଭାଇ ଖିଲି ଖିଲି ହେଇ ଆସୁଛି। ଆଉ ସମସ୍ତେ ଏକୁଠି ନିର୍ଦ୍ଦେଶ କରି କହୁଛନ୍ତି, ଏ ଗରିବ ଛୋଟ ଯଦି କାହାକୁ କହିବୁ ତ ଏ ଦୁଃଖ କାହାଣୀ।
Thank you.